କେହି ଜଣେ ଅତି ସୁନ୍ଦର କଥାଟିଏ କହିଥିଲେ ଯେ ଈଶ୍ୱରଙ୍କୁ କିଛି ମାଗନ୍ତୁ ନାହିଁ, ତାଙ୍କର ନିକଟତର ହୁଅନ୍ତୁ, ତେବେ ଯାଇ ଆପଣଙ୍କୁ ସବୁକିଛି ବିନା ମାଗିବାରେ ମିଳିଯିବ। ଆଉ ଆମର ଇଚ୍ଛା ଆପେ ଆପେ ଶାନ୍ତ ହୋଇଯିବ। ଈଶ୍ୱରଙ୍କ ସାନ୍ନିଧ୍ୟରେ ରହି ବ୍ୟକ୍ତି ଜୀବନର ପ୍ରତ୍ୟେକ ଉତ୍ଥାନ ପତନକୁ ସହଜରେ ସହିବା ଶିଖିଯାଏ। ଯେତେବେଳେ ମନୁଷ୍ୟର ବିଶ୍ୱାସ ଈଶ୍ୱରଙ୍କ ପ୍ରତି ଦୃଢ଼ ହୋଇଯାଏ, ସେତେବେଳେ ତାକୁ ଭବିଷ୍ୟତର ଚିନ୍ତା ଆଉ ହୋଇନଥାଏ। ଆଉ ସେ ବର୍ତ୍ତମାନରେ ଆନନ୍ଦିତ ରହିବା ଶିଖି ଯାଇଥାଏ। ଈଶ୍ୱରଙ୍କ କୃପା ଦ୍ୱାରା ଜୀବନର ପ୍ରତ୍ୟେକ କଠିନ ରାସ୍ତା ସରଳ ହୋଇଯାଏ, ଆଉ ପ୍ରତ୍ୟେକ ମାର୍ଗରେ ଆଲୋକ ଖେଳି ଯାଇଥାଏ। ଯେଉଁ ବ୍ୟକ୍ତି ପ୍ରେମ, ଭକ୍ତି ଆଉ ଆତ୍ମସମର୍ପଣ ସହିତ ଈଶ୍ୱରଙ୍କ ଶରଣରେ ଯାଇଥାଏ, ତା ଜୀବନରେ ଚମତ୍କାର ପରିବର୍ତ୍ତନ ହୋଇଥାଏ। ଶ୍ରୀମଦ୍ ଭଗବତ ଗୀତାର 17ତମ ଅଧ୍ୟାୟରେ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ନାମରେ ନାମିତ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ଶ୍ରଦ୍ଧା ଏବଂ ଆସ୍ଥାର ପ୍ରକାର ସାତ୍ୱିକ, ରାଜସିକ ଏବଂ ତାମସିକର ବିସ୍ତାର ଭାବେ ବର୍ଣ୍ଣନା କରୁଛନ୍ତି। ଆରମ୍ଭରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ଯେଉଁମାନେ ଶାସ୍ତ୍ର ବିଧିର ପାଳନ ନ କରି ଶ୍ରଦ୍ଧାର ସହିତ ପୂଜା ଏବଂ ସାଧନା କରିଥାନ୍ତି, ସେମାନଙ୍କର ସ୍ଥିତି କ'ଣ ହୋଇଥାଏ? ଏହାର ଉତ୍ତରରେ ଭଗବାନ କହୁଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟର ଶ୍ରଦ୍ଧା ତା'ର ସ୍ୱଭାବ ଓ ଗୁଣ ଅନୁସାରେ ହୋଇଥାଏ। ଶ୍ରୀମଦ୍ ଭଗବତ ଗୀତାର 16ତମ ଅଧ୍ୟାୟରେ ଆମେ ଜାଣିଥିଲେ ଯେ ମନୁଷ୍ୟର ଆଚରଣ କିପରି ହେବା ଉଚିତ, ଆଉ ସେ କ'ଣ ଦିବ୍ୟ ବ୍ୟବସ୍ଥା ଅଟେ ଯାହାକୁ ଆପଣାଇ ମନୁଷ୍ୟ ତା'ର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିପାରିବ ତଥା ତା'ର ଜୀବନରେ ଶାନ୍ତି ଏବଂ ସନ୍ତୋଷ ପ୍ରାପ୍ତ କରିପାରିବ। ଏବେ ଶ୍ରୀମଦ୍ ଭାଗବତ ଗୀତାର 17ଦଶ ଅଧ୍ୟାୟରେ ଆମେ ଜାଣିବା ଯେ ମନୁଷ୍ୟର କର୍ମ, ଭୋଜନ, ତପ ଓ ଜ୍ଞାନ ଇତ୍ୟାଦିକୁ କିପରି 3 ଗୁଣ ସାତ୍ୱିକ, ତାମସିକ ଓ ରାଜସିକରେ ବିଭାଜିତ କରାଯାଇଛି। ଏହା ସହିତ ଆମେ ଏକଥା ମଧ୍ୟ ଜାଣିବା ଯେ କେଉଁ କର୍ମ, ଭୋଜନ, ଯଜ୍ଞ, ତପ ମନୁଷ୍ୟ ପାଇଁ ହିତକାରୀ ଅଟେ। ତେବେ ଆସନ୍ତୁ ଏହି ଶ୍ରୀମଦ୍ ଭଗବତ ଗୀତାର 17ଦଶ ଅଧ୍ୟାୟକୁ ଆରମ୍ଭ କରିବା। କିନ୍ତୁ ଏହା ପୂର୍ବରୁ ଗୋଟିଏ ଅନୁରୋଧ ଯେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣଙ୍କର ମନେ ଥିବ ଯେ ଶ୍ରୀମଦ୍ ଭଗବତ ଗୀତାର 14ତମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତିର 3 ଗୁଣ ସତ୍ୱ, ତମ ଏବଂ ରଜଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଥିଲେ। ଆଉ ଏହା ମଧ୍ୟ କହିଥିଲେ ଯେ କିପରି ଏହି 3 ଗୁଣ ମନୁଷ୍ୟର ବିଚାର, ବ୍ୟବହାର ଓ କର୍ମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆଉ 16ତମ ଅଧ୍ୟାୟରେ ଅର୍ଜୁନକୁ କହିଥିଲେ ଯେ ଯେତେବେଳେ ମନୁଷ୍ୟ କାମ, କ୍ରୋଧ ଓ ଲୋଭ ଭଳି ବିନାଶକାରୀ ଗୁଣକୁ ତ୍ୟାଗ କରିଦିଏ, ସେତେବେଳେ ତା ଜୀବନରେ ପ୍ରକୃତ ଜ୍ଞାନ, ଚିନ୍ତନ ଆଉ ସାଧନାର ଆରମ୍ଭ ହୋଇଥାଏ। ଭଗବାନ ଏହା ମଧ୍ୟ ସ୍ପଷ୍ଟ କରୁଛନ୍ତି ଯେ ଜୀବନରେ କ'ଣ କରିବା ଉଚିତ ଆଉ କ'ଣ ନ କରିବା ଉଚିତ, ଆଉ ମଣିଷର ବିବେକ ରହିବା ମଧ୍ୟ ନିହାତି ଜରୁରୀ ଅଟେ। ଏହି ଶିକ୍ଷାର ସାରଣୀକୁ ଆଗକୁ ବଢ଼ାଇବାକୁ ଯାଇ 17ତମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାର ସ୍ୱରୂପ ଉପରେ ଦୃଷ୍ଟି ପକାଉଛନ୍ତି ଏବଂ କହୁଛନ୍ତି ଯେ ସଂସାରରେ ଏମିତି କୌଣସି ମନୁଷ୍ୟ ନାହିଁ ଯିଏ ଶ୍ରଦ୍ଧାବିହୀନ ଅଟେ। ଶ୍ରଦ୍ଧା ମନୁଷ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ, କିନ୍ତୁ ମନର ପ୍ରବୃତ୍ତି ଏବଂ ଭିତରର ଗୁଣ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଶ୍ରଦ୍ଧା ଅଲଗା ଅଲଗା ହୋଇଥାଏ। ସାତ୍ୱିକ, ରାଜସିକ ଏବଂ ତାମସିକ। ମନୁଷ୍ୟ ଯେଉଁ ପ୍ରକାର ଶ୍ରଦ୍ଧା ରଖିଥାଏ, ସେମିତି ତା'ର ବ୍ୟକ୍ତିତ୍ୱ, ବିଚାର ଆଉ ଜୀବନ ମଧ୍ୟ ହୋଇଥାଏ। ତା'ର ଶ୍ରଦ୍ଧା ହିଁ ତା'ର ଜୀବନଶୈଳୀ, କର୍ମ ପଦ୍ଧତି ଆଉ ଆତ୍ମବିକାଶର ନିର୍ଦ୍ଧାରଣ କରିଥାଏ। ଅଧ୍ୟାୟର ପ୍ରାରମ୍ଭରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରୁଛନ୍ତି। ସେ କହୁଛନ୍ତି ଯେ ଶାସ୍ତ୍ର ବିଧି ମୁର୍ସୂର୍ଯ୍ୟ ଯଜନ୍ତେ ଶ୍ରଦ୍ଧାୟାନିତାଃ ତେଷାଂ ନିଷ୍ଠା ତୁକା କୃଷ୍ଣ ସତ୍ୱ ମାହୋ ରଜସ୍ତମଃ। ଅର୍ଥାତ୍ ଅର୍ଜୁନ ପଚାରୁଛନ୍ତି, ହେ କୃଷ୍ଣ, ଯେଉଁମାନେ ଶାସ୍ତ୍ରବିଧି ତ୍ୟାଗ କରି ଶ୍ରଦ୍ଧାଯୁକ୍ତ ହୋଇ ପୂଜାପାଠ କରିଥାନ୍ତି, ସେମାନଙ୍କର ନିଷ୍ଠା କେଉଁ ପ୍ରକାର ହୋଇଥାଏ? ସାତ୍ୱିକ, ରାଜସିକ ନା ତାମସିକ? ଏଠାରେ ଅର୍ଜୁନ ସ୍ପଷ୍ଟ କରୁଛନ୍ତି ଯେ ହେ ଭଗବାନ, ଆପଣ ପୂର୍ବ ଅଧ୍ୟାୟରେ କହିଥିଲେ ଯେ ଯେତେବେଳେ ମନୁଷ୍ୟ କାମ, କ୍ରୋଧ ଆଉ ଲୋଭର ତ୍ୟାଗ କରିଥାଏ, ସେତେବେଳେ ସତ୍କର୍ମର ପ୍ରାରମ୍ଭ ହୋଇଥାଏ। କିନ୍ତୁ ବହୁତ ଲୋକ ଏପରି ମଧ୍ୟ ଅଛନ୍ତି ଯେ ଶ୍ରଦ୍ଧା ତ ରଖିଥାନ୍ତି, ଈଶ୍ୱରଙ୍କୁ ବିଶ୍ୱାସ ମଧ୍ୟ କରିଥାନ୍ତି, କିନ୍ତୁ ସେମାନେ ଶାସ୍ତ୍ରରେ କୁହାଯାଇଥିବା ନିୟମ ଆଉ ବିଧିର ପାଳନ କରନ୍ତି ନାହିଁ। ସେମାନେ ତାଙ୍କ ଇଚ୍ଛା ଅନୁସାରେ ପୂଜାପାଠ କରିଥାନ୍ତି। ଏମିତି ଲୋକଙ୍କର ମାର୍ଗ କେଉଁଆଡ଼େ ଯାଇଥାଏ? କ'ଣ ସେମାନଙ୍କୁ ସାତ୍ୱିକ କୁହାଯିବ, ନା ତାମସିକ କୁହାଯିବ, ନା ରାଜସିକ କୁହାଯିବ? ଶାସ୍ତ୍ର ବିଧିର ଅର୍ଥ ହେଲା ନିୟମ ଓ ଅନୁଶାସନ, ଯାହା ବେଦ, ଉପନିଷଦ, ଗୀତା ଏବଂ ଅନ୍ୟ ଧର୍ମ ଗ୍ରନ୍ଥରେ ସ୍ପଷ୍ଟ ଭାବରେ ସୂଚାଯାଇଛି। ଯେଉଁ ବ୍ୟକ୍ତି ଏହି ଶାସ୍ତ୍ରକୁ ଛାଡ଼ି
କେବଳ ନିଜ କଳ୍ପନାରେ ପୂଜା କରିଥାଏ ତାର ଭାବ ଶ୍ରଦ୍ଧାପୂର୍ଣ୍ଣତ ହୋଇଥାଏ, କିନ୍ତୁ ତାର ଦିଶା ଉଚିତ ହୋଇନଥାଏ। ଏହି ପ୍ରଶ୍ନର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା ସାତ୍ୱିକୀ ରାଜସୀ ଚୈବ ତାମସୀ ଚେତିଂ ତାಂ ଶୃଣୁ। ଅର୍ଥାତ୍ ହେ ଅର୍ଜୁନ, ଦେହାଭିମାନୀ ବ୍ୟକ୍ତିଙ୍କର ଶ୍ରଦ୍ଧା ପୂର୍ବଜନ୍ମକୃତ ସ୍ୱଭାବରୁ 3 ପ୍ରକାର ହୋଇଥାଏ। ତାହା ହେଲା ସାତ୍ୱିକୀ, ରାଜସୀ ଏବଂ ତାମସୀ। ଏବେ ଏହି ବିଷୟରେ ମୋ ଠାରୁ ବିସ୍ତାର ପୂର୍ବକ ବର୍ଣ୍ଣନା ଶୁଣ। ଭଗବାନ ଆଗକୁ ବୁଝାଉଛନ୍ତି ଯେ ମନୁଷ୍ୟର ଶ୍ରଦ୍ଧା ତାର ଆନ୍ତରିକ ପ୍ରକୃତି ଓ ମାନସିକ ପ୍ରକୃତି ପରି ହୋଇଥାଏ। ସବୁ ମନୁଷ୍ୟଙ୍କ ଭିତରେ ଶ୍ରଦ୍ଧା ରହିଥାଏ, କିନ୍ତୁ ଯାହାର ଯେମିତି ପ୍ରକୃତି ହୋଇଥାଏ ତାର ଶ୍ରଦ୍ଧା ମଧ୍ୟ ସେମିତି ହୋଇଥାଏ। ଯିଏ ସାତ୍ୱିକ ସ୍ୱଭାବର ହୋଇଥାଏ ତାର ଶ୍ରଦ୍ଧା ମଧ୍ୟ ସାତ୍ୱିକ ହୋଇଥାଏ। ସେ ଶାନ୍ତ, ଶୁଦ୍ଧ ଆଉ ଈଶ୍ୱରଙ୍କର ପ୍ରତି ସମର୍ପିତ ହୋଇଥାଏ। ଯିଏ ରାଜସିକ ସ୍ୱଭାବର ହୋଇଥାଏ ତାର ଶ୍ରଦ୍ଧା ଭୋଗ, ଯଶ ଓ ସଫଳତାର ଇଚ୍ଛା ଆଡ଼କୁ ପ୍ରେରିତ ହୋଇଥାଏ। ଆଉ ଯିଏ ତାମସିକ ସ୍ୱଭାବର ହୋଇଥାଏ ତାର ଶ୍ରଦ୍ଧା ଅନ୍ଧବିଶ୍ୱାସ, ଭୟ ଓ ହିଂସାଯୁକ୍ତ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ ଏହା କହୁଛନ୍ତି ଯେ ହେ ଅର୍ଜୁନ, ଏହି ଯୋଗରେ ବାସ୍ତବରେ କେବଳ ଗୋଟିଏ ହିଁ କ୍ରିୟା ଅଛି, ଆରାଧନା, ଧ୍ୟାନ ଓ ସାଧନା। କିନ୍ତୁ ଯିଏ ଅବିବେକୀ ହୋଇଥାଏ, ଯାହାର ବିବେକ ନଷ୍ଟ ହୋଇଯାଇଛି, ଯେ ତାର ବୁଦ୍ଧିରେ ଅନେକ ପ୍ରକାର ଭୁଲ ଧାରଣା, ଅନ୍ଧବିଶ୍ୱାସ ପାଳିଥାଏ, ସେ ଏହି ସାଧନାକୁ ଛାଡ଼ି ଅଗଣତି ବାହାର ଏବଂ ଦେଖେଇ ହେବା କ୍ରିୟାରେ ଫସିଯାଆନ୍ତି। ଏମିତି ଦେଖେଇ ହେବା କ୍ରିୟା ଯେତେବେଳେ ଅନ୍ୟମାନଙ୍କ ପାଖରେ ପହଞ୍ଚିଯାଏ ତ ତାଙ୍କର ବୁଦ୍ଧି ବି ଭ୍ରମିତ ହୋଇଯାଏ। ଆଉ ଶେଷରେ ଏମିତି ବ୍ୟକ୍ତି ନା ନିଜେ କିଛି ପ୍ରାପ୍ତ କରିପାରେ ଆଉ ନା ଅନ୍ୟକୁ କିଛି ଦେଇପାରେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଗୂଢ଼ ରହସ୍ୟ ବୁଝାଇବାକୁ ଯାଇ କହୁଛନ୍ତି ଯେ ମନୁଷ୍ୟର ଯେଉଁ ଶ୍ରଦ୍ଧା ହୋଇଥାଏ ତାହା ତାର ଅଭ୍ୟାସ, ସଂସ୍କାର ଆଉ ମାନସିକ ପ୍ରବୃତ୍ତି ଦ୍ୱାରା ଉତ୍ପନ୍ନ ହୋଇଥାଏ। ଏହି ଶ୍ରଦ୍ଧା 3 ପ୍ରକାର ହୋଇଥାଏ, ସାତ୍ୱିକ, ରାଜସିକ ଆଉ ତାମସିକ। ଯାହାର ଯେମିତି ଶ୍ରଦ୍ଧା, ଯାହାର ଯେମିତି ଜୀବନଶୈଳୀ ହୋଇଥାଏ ସେ ସେମିତି ହୋଇଥାଏ। ବ୍ୟକ୍ତିର ମନ ଓ ତାର ବିଶ୍ୱାସ ହିଁ ତାକୁ ଦେବତୁଲ୍ୟ, ଅସୁରତୁଲ୍ୟ କିମ୍ବା ପ୍ରେତତୁଲ୍ୟ କରିଦେଇଥାଏ। ଭଗବାନ ସ୍ପଷ୍ଟ କରି କହୁଛନ୍ତି ଯେ ସାତ୍ୱିକ ସ୍ୱଭାବର ଲୋକ ସ୍ୱର୍ଗର ଦେବତାଙ୍କୁ ପୂଜା କରିଥାନ୍ତି। ତାଙ୍କ ମନ ଈଶ୍ୱର, ଧର୍ମ, କରୁଣା ଏବଂ ଲୋକମଙ୍ଗଳ ପାଇଁ ଆଗ୍ରହ ହୋଇଥାଏ। ସେମାନେ ସେବା, ଦୟା ଆଉ କରୁଣାରେ ଆନନ୍ଦ ଅନୁଭବ କରିଥାନ୍ତି। ରାଜସିକ ସ୍ୱଭାବର ଲୋକେ ଯକ୍ଷ ଆଉ ରାକ୍ଷସଙ୍କର ପୂଜା କରିଥାନ୍ତି। ସେମାନେ ସବୁବେଳେ ଭୋଗ, ଶକ୍ତି, ଯଶ ଏବଂ ବୈଭବ ଆଡ଼କୁ ଅଗ୍ରସର ହୋଇଥାନ୍ତି। ସେମାନେ ପୂଜା ଏଥିପାଇଁ କରିଥାନ୍ତି କି ତାଙ୍କୁ ଧନ, ପ୍ରସିଦ୍ଧି ଏବଂ ସାଂସାରିକ ସଫଳତା ପ୍ରାପ୍ତ ହୋଇଯାଉ। ତାମସିକ ସ୍ୱଭାବର ଲୋକ ଭୂତ, ପ୍ରେତ, ପିଶାଚ ଏବଂ ଅନ୍ଧକାରମୟ ଶକ୍ତିକୁ ପୂଜା କରିଥାନ୍ତି, କାହିଁକିନା ତାଙ୍କ ମନ ଭୟ, ମୋହ, ଆଳସ୍ୟ ଆଉ କ୍ରୋଧରେ ବୁଡ଼ି ରହିଥାଏ। ଭଗବାନ ଏହା ମଧ୍ୟ କହୁଛନ୍ତି ଯେ ଯେଉଁମାନେ ଶାସ୍ତ୍ରରୁ ଦୂରେଇ ରହି କେବଳ ମନ ଇଚ୍ଛା କଠିନ ନିର୍ଣ୍ଣୟ ନେଇଥାନ୍ତି ସେମାନେ ଏହି ସଂସାରରୁ ମୁକ୍ତ ହୋଇପାରନ୍ତି ନାହିଁ। ପ୍ରକୃତ ତପତ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସେ ଶୁଦ୍ଧ ଭାବ, ଶାସ୍ତ୍ର ଜ୍ଞାନ ଆଉ ନିଃସ୍ୱାର୍ଥ ସେବାଯୁକ୍ତ ହୋଇପାରିବ। ଏହାପରେ ଭଗବାନ ଶ୍ରୀକୃଷ୍ଣ ଭୋଜନକୁ 3 ଶ୍ରେଣୀ ବିଭାଜିତ କରୁଛନ୍ତି। ସେ କହୁଛନ୍ତି ଯେ ଭୋଜନ ମଧ୍ୟ ଆମର ମାନସିକ ବୃତ୍ତି ଆଉ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଲୋକମାନେ ନିଜ ପ୍ରବୃତ୍ତି ଅନୁସାରେ ଭୋଜନ ଚୟନ କରିଥାନ୍ତି। ସାତ୍ୱିକ ଭୋଜନ ସାତ୍ୱିକ ସ୍ୱଭାବର ଲୋକଙ୍କର ପ୍ରିୟ ହୋଇଥାଏ। ଏପରି ଭୋଜନ ଆୟୁ, ବଳ, ସ୍ୱାସ୍ଥ୍ୟ, ପ୍ରସନ୍ନତା ଏବଂ ସନ୍ତୋଷକୁ ବୃଦ୍ଧି କରିଥାଏ। ଏହି ଭୋଜନ ରସଯୁକ୍ତ, ପୁଷ୍ଟିକର, ସ୍ୱଚ୍ଛ ଏବଂ ପ୍ରାକୃତିକ ରୂପେ ସ୍ୱାଦିଷ୍ଟ ହୋଇଥାଏ, ଯେମିତିକି ତାଜା ଫଳ, ପନିପରିବା, କ୍ଷୀର, ଘିଅ ଏବଂ ଖାଦ୍ୟଶସ୍ୟ। ରାଜସିକ ଭୋଜନ ଅତ୍ୟଧିକ କଟୁ, ଅତି ଅମ୍ଳ, ଅତ୍ୟଧିକ ଲୁଣିଆ, ଅତି ଉଷ୍ମ, ଅତି ତୀକ୍ଷ୍ଣ, ଅତି ରାଗ ଏଭଳି ଭାବରେ ବ୍ୟଞ୍ଜନ ହୋଇଥାଏ। ତେଣୁ ଏସବୁ ରାଜସିକ ପ୍ରବୃତ୍ତି ଲୋକମାନଙ୍କୁ ପ୍ରିୟ ଲାଗିଥାଏ। ଏମିତି ଭୋଜନ ଦ୍ୱାରା ଶରୀରରେ କଷ୍ଟ, ଉତ୍ତେଜନା, ଅନିଦ୍ରା, ଦୁଃଖ ଏବଂ ରୋଗ ଉତ୍ପନ୍ନ ହୋଇଥାଏ। ତାମସିକ ଭୋଜନ ଅତ୍ୟଧିକ ପୋଡ଼ିଥିବା, ବାସି, ଥଣ୍ଡା ବା ଦରସିଜା, ଦୁର୍ଗନ୍ଧଯୁକ୍ତ, ପଚାସଢ଼ା, ଅଇଁଠା ଏବଂ ଅପବିତ୍ର ଅଶୁଦ୍ଧ ଭୋଜନ ହୋଇଥାଏ। ଏସବୁ ଖାଦ୍ୟ ତାମସିକ ଲୋକମାନଙ୍କୁ ଭଲ ଲାଗିଥାଏ। ଏପରି ଭୋଜନ ଶରୀରକୁ ମାନ୍ଦା କରିଦିଏ, ମନକୁ ଆଳସ୍ୟ କରିଦିଏ ଆଉ ଆତ୍ମାକୁ ଅଜ୍ଞାନ ଆଡ଼କୁ ନେଇଯାଇଥାଏ। ଭୋଜନ ପରେ ଭଗବାନ ଯଜ୍ଞ ବିଷୟ ଆଡ଼କୁ ଆସିଲେ। ସେ କହିଲେ ଯେ ପ୍ରକୃତିର ଏହି 3 ଗୁଣର ପ୍ରଭାବରେ ଯଜ୍ଞ ମଧ୍ୟ 3 ପ୍ରକାର ହୋଇଥାଏ। ଗୋଟିଏ ହେଉଛି ସାତ୍ୱିକ ଯଜ୍ଞ, ଯାହା ଶାସ୍ତ୍ର ସମ୍ବଦ୍ଧ ନିୟମ ଅନୁସାରେ ନିଃସ୍ୱାର୍ଥ ଭାବେ କରାଯାଇଥାଏ।
ରାଜସିକ ଯଜ୍ଞ କେବଳ ଦେଖାଇବା କିମ୍ବା ଫଳ କାମନାରେ କରାଯାଇଥାଏ। ଆଉ ତାମସିକ ଯଜ୍ଞ ଯାହା ନିୟମକୁ ତ୍ୟାଗ କରି ଅଜ୍ଞାନ ବଶତଃ କିମ୍ବା ଅନ୍ୟକୁ କ୍ଷତି କରିବା ଉଦ୍ଦେଶ୍ୟରେ କରାଯାଇଥାଏ। ଏହି ଅଧ୍ୟାୟରେ ଆଗକୁ ଭଗବାନ ଶ୍ରୀକୃଷ୍ଣ ତପସ୍ୟା ଏବଂ ଦାନ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରୁଛନ୍ତି। ସେ ପ୍ରଥମେ ଶରୀର, କଥା ଏବଂ ମନର ତପ ବିଷୟରେ ବର୍ଣ୍ଣନା କରୁଛନ୍ତି, ଆଉ ପରେ ଦାନର 3 ପ୍ରକାର ବିଷୟରେ ବର୍ଣ୍ଣନା କରୁଛନ୍ତି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁ ଯଜ୍ଞ ଶାସ୍ତ୍ରବିଧି ଅନୁସାରେ ଆଉ ଫଳର ଇଚ୍ଛାକୁ ତ୍ୟାଗ କରି କେବଳ କର୍ତ୍ତବ୍ୟ ଭାବରେ କରାଯାଏ ତାହା ସାତ୍ୱିକ ଯଜ୍ଞ ହୋଇଥାଏ। ଯେଉଁ ଯଜ୍ଞ କେବଳ ଫଳ ପ୍ରାପ୍ତି ଉଦ୍ଦେଶ୍ୟରେ କରାଯାଏ ତାହା ରାଜସିକ ଯଜ୍ଞ କୁହାଯାଏ। ଆଉ ଯେଉଁ ଯଜ୍ଞ ଶାସ୍ତ୍ରବିଧିର ବିପରୀତ ବିନା ଦାନ ଏବଂ ବିନା ଶ୍ରଦ୍ଧାରେ କେବଳ ଦେଖାଇବା ପାଇଁ କରାଯାଇଥାଏ ତାକୁ ତାମସିକ ଯଜ୍ଞ କୁହାଯାଏ। ଏହି ପ୍ରକାରେ ଯେଉଁ ତପ ଫଳ ଇଚ୍ଛାରୁ ବଞ୍ଚିତ ହୋଇ ଆତ୍ମଶୁଦ୍ଧି ପାଇଁ କରାଯାଇଥାଏ ତାକୁ ସାତ୍ୱିକ ତପ କୁହାଯାଏ। ଯେଉଁ ତପ କୌଣସି ଭୌତିକ ବସ୍ତୁ, ସମ୍ମାନ କିମ୍ବା ଯଶ ପାଇବା ଇଚ୍ଛାରେ କରାଯାଇଥାଏ ତାହା ରାଜସିକ ତପ ହୋଇଥାଏ। ଆଉ ଯେଉଁ ତପ କାହାର କ୍ଷତି କରିବା କିମ୍ବା ଶରୀରକୁ କଷ୍ଟ ଦେବା ପାଇଁ କରାଯାଇଥାଏ ତାକୁ ତାମସିକ ତପ କୁହାଯାଏ। ଦାନ ବିଷୟରେ ମଧ୍ୟ ଭଗବାନ କହୁଛନ୍ତି ଯେ ଯେଉଁ ଦାନ ବିନା କୌଣସି ଶ୍ରେୟ ନେଇ କେବଳ କର୍ତ୍ତବ୍ୟ ମନେକରି ଯୋଗ୍ୟ ବ୍ୟକ୍ତିକୁ ଉଚିତ ସମୟ ଏବଂ ଉଚିତ ସ୍ଥାନରେ ଶ୍ରଦ୍ଧା ସହିତ ଦିଆଯାଇଥାଏ ତାକୁ ସାତ୍ୱିକ ଦାନ କୁହାଯାଏ। ଯେମିତିକି ଭୋକିଲାକୁ ଖାଦ୍ୟ ଦେବା, ବସ୍ତ୍ରହୀନକୁ ବସ୍ତ୍ର ଦେବା କିମ୍ବା ଅକାଳ ସମୟରେ କାହାକୁ ଅନ୍ନଦାନ କରିବା। ଯେଉଁ ଦାନରେ ଫଳର ଆଶା, ପ୍ରସିଦ୍ଧି କିମ୍ବା ସ୍ୱର୍ଗପ୍ରାପ୍ତିର ଇଚ୍ଛା କିମ୍ବା ବଦଳରେ କିଛି ଉପକାର ପାଇବାର ଭାବନାରେ ଦିଆଯାଇଥାଏ ତାକୁ ରାଜସିକ ଦାନ କୁହାଯାଏ। ଆଉ ଯେଉଁ ଦାନ ବିନା ସମ୍ମାନରେ, ଅସମ୍ମାନ ପୂର୍ବକ, ବଳପୂର୍ବକ କିମ୍ବା କୌଣସି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ ତାହାକୁ ତାମସିକ ଦାନ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେତେବେଳେ ଯଜ୍ଞ, ତପ ଆଉ ଦାନ ଶ୍ରଦ୍ଧା ତଥା ନିଷ୍କାମ ଭାବରେ କେବଳ ଜଗତର କଲ୍ୟାଣ ପାଇଁ କରାଯାଇଥାଏ ସେତେବେଳେ ସେ ମନୁଷ୍ୟକୁ ସଂସାରର ମାୟାରୁ ମୁକ୍ତ କରି ମୋତେ ପ୍ରାପ୍ତ ହୋଇଥାନ୍ତି। ଶେଷରେ ଭଗବାନ ଶ୍ରୀକୃଷ୍ଣ ତ୍ରିଗୁଣ ଠାରୁ ବି ଆଗକୁ ଯାଇ ଓମ୍ ତତ୍ସତ୍ ଏହି 3 ଦିବ୍ୟ ଶବ୍ଦର ମହତ୍ତ୍ୱ ବିଷୟରେ ମଧ୍ୟ କହୁଛନ୍ତି, ଯାହା ପରମ ସତ୍ୟର ବିଭିନ୍ନ ରୂପର ପ୍ରତୀକ ଅଟେ। ଏହି 3ଟି ଶବ୍ଦ ସବୁ ବୈଦିକ ଯଜ୍ଞ, ତପ ଏବଂ ଦାନର ଶୁଦ୍ଧତା, ଦିବ୍ୟତା ଏବଂ ପବିତ୍ରକୁ ଦର୍ଶାଇଥାଏ। ଓମ୍ ଶବ୍ଦ ଈଶ୍ୱରଙ୍କର ନିରାକାର, ସର୍ବବ୍ୟାପୀ ଏବଂ ଶାଶ୍ୱତ ସ୍ୱରୂପର ଅଭିବ୍ୟକ୍ତି ଅଟେ। ତତ୍ ଶବ୍ଦର ପ୍ରୟୋଗ ସେହି ସବୁ କର୍ମ, ଯଜ୍ଞ ଏବଂ ତପ ପାଇଁ ହୋଇଥାଏ ଯାହା ପରମ ପିତା ପରମାତ୍ମାକୁ ସମର୍ପିତ ହୋଇଥାଏ। ଆଉ ସତ୍ ଶବ୍ଦର ତାତ୍ପର୍ଯ୍ୟ ହେଉଛି ଯେ ସନାତନ, ଭଗବାନ ତଥା ଧର୍ମଚାରଣ। ଯେତେବେଳେ ଏହି 3 ଶବ୍ଦ ଓମ୍ ତତ୍ସତ୍ ଏକାଧାରକରେ ଉଚ୍ଚାରଣ କରାଯାଇଥାଏ ତେବେ ସେ ମନୁଷ୍ୟକୁ ଅଲୌକିକତା, ପରମ ସତ୍ୟ ଆଉ ଈଶ୍ୱର ଚେତନା ଆଡ଼କୁ ନେଇଯାଇଥାଏ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ଅର୍ଜୁନ, ଯେକୌଣସି ଯଜ୍ଞ, ତପ କିମ୍ବା ଦାନ ବିନା ଶ୍ରଦ୍ଧାରେ କେବଳ ଦେଖାଇବା ପାଇଁ କିମ୍ବା ବାଧ୍ୟ ହୋଇ ସେସବୁକୁ କରାଯାଇଥାଏ ତାକୁ ଅସତ୍ ବୋଲି କୁହାଯାଏ। ଏମିତି କର୍ମ ନା ଏ ଲୋକରେ ଫଳ ଦେଇଥାଏ ଆଉ ନା ପରଲୋକରେ। ସେସବୁ ସମ୍ପୂର୍ଣ୍ଣ ରୂପରେ ବ୍ୟର୍ଥ ହୋଇଯାଏ। ଦର୍ଶକ ବନ୍ଧୁ, ଏହି ଅଧ୍ୟାୟ ମାଧ୍ୟମରେ ଆମେ ଏହା ବୁଝିବାକୁ ଚେଷ୍ଟା କଲେ ଯେ ଆମର ପ୍ରତ୍ୟେକ କର୍ମର ସ୍ୱଭାବ ଏକାଭଳି ହୋଇନଥାଏ। ଗୀତା ଅନୁସାରେ ସବୁ କର୍ମ 3 ପ୍ରକାରର ହୋଇଥାଏ, ସାତ୍ୱିକ, ରାଜସିକ ଆଉ ତାମସିକ। ମନୁଷ୍ୟକୁ ତା ଜୀବନରେ ଯାହା ବି ପ୍ରାପ୍ତ ହୋଇଥାଏ ତାହା କେବଳ ତାହାର କର୍ମ ଉପରେ ନିର୍ଭର ହୋଇନଥାଏ, ବରଂ ସେହି କର୍ମ ପଛରେ ଥିବା ଭାବନା, ଉଦ୍ଦେଶ୍ୟ ଆଉ ତାକୁ କରିବାର ମାନସିକ ସ୍ଥିତି ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି କାରଣରୁ ଗୀତାର ବ୍ୟବହାର ରୂପରୁ ଅଧିକ ତା ଭିତରେ ଲୁଚିଥିବା ଭାବନା ଉପରେ ଧ୍ୟାନ ଦେବା ପାଇଁ ଶିକ୍ଷା ଦିଆଯାଇଛି। ଏହି 3ଟି ମଧ୍ୟରୁ ସାତ୍ୱିକ ଗୁଣକୁ ସବୁଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି, କାହିଁକିନା ଏଥିରେ ସ୍ୱାର୍ଥର ସ୍ଥାନ ନଥାଏ। ସାତ୍ୱିକ କର୍ମ ତାହା ଅଟେ ଯାହାକୁ ମନୁଷ୍ୟ ତାର କର୍ତ୍ତବ୍ୟ ରୂପରେ ନିଃସ୍ୱାର୍ଥ ଭାବରେ ଶାନ୍ତ ଆଉ ସ୍ଥିର ମନରେ କରିଥାଏ। ଏମିତି କର୍ମରେ ବ୍ୟକ୍ତି ତାର ଅହଙ୍କାରକୁ ମଝିରେ ଆଣିନଥାଏ ଆଉ ନା ଫଳର ଚିନ୍ତା କରିଥାଏ। ତାର ଉଦ୍ଦେଶ୍ୟ କେବଳ ଆତ୍ମଶୁଦ୍ଧି, ଧର୍ମର ପାଳନ ଆଉ ସମାଜ କଲ୍ୟାଣର ଭାବନା ହୋଇଥାଏ। ଯେତେବେଳେ ମନୁଷ୍ୟ ଏହି ଭାବନା ନେଇ କର୍ମ କରିଥାଏ ତାର ମନ ମଧ୍ୟ ଶୁଦ୍ଧ ହୋଇଯାଏ ଆଉ ଜୀବନରେ ଏକ ଗଭୀର ସନ୍ତୋଷ ପ୍ରାପ୍ତ ହୋଇଯାଏ। ଏହା ବିପରୀତ ରାଜସିକ ଓ ତାମସିକ କର୍ମ ମନୁଷ୍ୟକୁ ଧୀରେ ଧୀରେ ଅଶାନ୍ତି ଆଉ ଭ୍ରମ ଆଡ଼କୁ ନେଇଯାଇଥାଏ। ବିଶେଷ କରି ତାମସିକ କର୍ମକୁ ସବୁଠାରୁ ଅଧିକ କୁତ୍ସିତ ବୋଲି କୁହାଯାଇଛି, କାହିଁକିନା ଏଥିରେ ଅଜ୍ଞାନ, ଆଳସ୍ୟ, ମୋହ ଏବଂ ଅନ୍ୟକୁ କ୍ଷତି ପହଞ୍ଚାଇବା ଏହିସବୁ ପ୍ରବୃତ୍ତି ଲୁଚି ରହିଥାଏ। ଏମିତି କର୍ମ
ନା କେବଳ ସମାଜକୁ କ୍ଷତି କରିଥାଏ ବରଂ ସ୍ୱୟଂ ମନୁଷ୍ୟକୁ ମଧ୍ୟ ଦୁଃଖ ଆଉ ଅସନ୍ତୋଷ ଆଡ଼କୁ ନେଇଯାଇଥାଏ। କିନ୍ତୁ ଯଦି ଆମେ ଆଜିର ସମୟରେ ଦେଖିବା ତେବେ ଏହା ଜାଣିବା ଯେ ଅଧିକାଂଶ ଲୋକ ନିଜ କାର୍ଯ୍ୟ କେବଳ ବ୍ୟକ୍ତିଗତ ଲାଭ ସଫଳତା ପ୍ରାପ୍ତ କରିବା ପାଇଁ କରୁଛନ୍ତି। ଆମେ ପରିଶ୍ରମ ତ କରିଥାଉ କିନ୍ତୁ ସେହି କ୍ଷଣରୁ ପରିଣାମକୁ ନେଇ ଚିନ୍ତା ଭୟ ଆଉ ଅସୁରକ୍ଷା ଉତ୍ପନ୍ନ ହୋଇଯାଏ। ଆମେ ଆମର କର୍ମ ଅପେକ୍ଷା କର୍ମର ପରିଣାମ ବିଷୟରେ ଭାବିଥାଉ ଆଉ ଏହି ଚିନ୍ତା ଆମ ମନରେ ଶାନ୍ତି ଛଡ଼ାଇ ନେଇଯାଇଥାଏ। ସେଥିପାଇଁ ଦର୍ଶକ ବନ୍ଧୁ, ଭଗବତ ଗୀତା ଆମକୁ ଏକ ସରଳ କିନ୍ତୁ ଗଭୀର ସନ୍ଦେଶ ଦେଇଥାଏ। ଆମେ ଆମର କର୍ତ୍ତବ୍ୟକୁ ସଚୋଟ ସତ୍ୟ ଆଉ ଧର୍ମ ମାର୍ଗରେ ଚାଲିକରି କରିବା ଉଚିତ। ଯେତେବେଳେ ଆମେ ନିଃସ୍ୱାର୍ଥ ଭାବରେ କର୍ମ କରିବା ତେବେ ପରିଣାମ ମଧ୍ୟ ଆପେ ଆପେ ଆମ ପକ୍ଷରେ ଆସିବ। ଆଉ କେତେବେଳେ ଯଦି ଉଚିତ ପରିଣାମ ନ ମିଳିଲା ତଥାପି ଆମ ମନ ଶାନ୍ତ ରହିଥାଏ। ସେଥିପାଇଁ ଆମ ଜୀବନରେ ସାତ୍ୱିକତାକୁ ବଢ଼ାଇବା ଉଚିତ, ନିଜ କର୍ମକୁ ଶୁଦ୍ଧ କରିବା ଉଚିତ ଆଉ ସବୁବେଳେ ସତ୍ୟ ତଥା ଧର୍ମ ମାର୍ଗରେ ଚାଲିବା ଉଚିତ। କାହିଁକିନା ଶେଷରେ ଆମକୁ ସେହି ମାର୍ଗ ଶାନ୍ତି ସନ୍ତୋଷ ଏବଂ ବାସ୍ତବିକ ସଫଳତା ଆଡ଼କୁ ନେଇଯାଇଥାଏ। ତ ଦର୍ଶକ ବନ୍ଧୁ, ଆଶା କରୁଛୁ ଶ୍ରୀମଦ୍ ଭଗବତ ଗୀତାର ଏହି ଅଧ୍ୟାୟ ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଆଉ ଚିନ୍ତନ ଟିଭିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।